ବାପା, ମନେ ହୁଏ ଆମେ ବାପାଙ୍କୁ ଖୁବ୍ ଭଲ ଭାବେ ଚିହ୍ନିଛୁ, ଜାଣିଛୁ। କିନ୍ତୁ ବେଳେ ବେଳେ ନିଜ ଉପରେ ବି ସନ୍ଦେହ ହୁଏ, ସତରେ କ'ଣ ବାପାକୁ ଆମେ ଚିହ୍ନିଛୁ, ଜାଣିଛୁ? କେବେ ମୁହଁ ଖୋଲି ଆଇ ଲଭ୍ ୟୁ ବୋଲି କହିପାରନ୍ତିନି, କିନ୍ତୁ କେବେ ଚଗଲାମି କରିଲେ, କେବେ କିଛି ଭୁଲ କରିଦେଲେ ବିରକ୍ତ ତ ନିଶ୍ଚିନ୍ତ ହୁଅନ୍ତି। ନିଜର ସାର୍ଟ ଫାଟିଗଲେ ଆମମାନଙ୍କ ଠାରୁ ଲୁଚେଇ ସିଲେଇ କରିଦେବା ପାଇଁ ମାଆକୁ ଦେଇ ଦିଅନ୍ତି। ନିଜର ଛିଣ୍ଡା ଚପଲ ଲୁଚାଇ ରଖନ୍ତି। କିନ୍ତୁ ଦରମା ପାଇଲେ ପିଲାଙ୍କ ପାଇଁ ନୂଆ ଜାମା, ନୂଆ ଜୋତା ନେଇ ଆସନ୍ତି। ଅଫିସରୁ ଫେରିଲେ ମାଆକୁ ନାଲି ଚାହା ତିଆରି କରିବାକୁ ବରାଦ କରନ୍ତି। ମାଆ ଯଦି କହେ କ୍ଷୀର ଅଛି, ନାଲି ଚାହା କାହିଁକି ପିଇବ? ବାପା ଗଳାରେ ମାଆଙ୍କୁ ଚାପା ଗଳାରେ ମାଆଙ୍କୁ କହନ୍ତି ଥାଉ, ରାତିରେ ଶୋଇଲେ ପିଲାଙ୍କୁ ଶୋଇବା ପୂର୍ବରୁ ପିଲାଙ୍କୁ ପିଇବାକୁ ଦେଇଦେବ। ସବୁବେଳେ ସେଇ ଲୋକଟି ଯେତିକି ଚିହ୍ନା ତାଠାରୁ ଅଧିକା ଅଚିହ୍ନା ହୋଇପଡ଼େ। ଯେତିକି ଜଣାଶୁଣା ଲାଗେ ତାଠାରୁ ଅଧିକା ଅଜଣା ହୋଇଯାଏ। ବାପା ସତେ ଯେମିତି ଛତାଟିଏ, ନିଜେ ବର୍ଷାର ସବୁ ମାଡ଼କୁ ସହିଯାଏ, ପାଣିରେ ଓଦା ସରସର ହୋଇଯାଏ, କିନ୍ତୁ ତା ତଳେ ଠିଆ ହୋଇଥିବା ମଣିଷମାନଙ୍କ ଉପରେ ପାଣି ଟୋପାଏ ବି ପଡ଼ିବାକୁ ଦିଏନି। ସେମିତି ଘୋଡ଼େଇ ରଖିଥାଏ, କିନ୍ତୁ କେବେ କିଛି ଅଭିଯୋଗ କରେନା। ବାପା ବାହାରେ ବାୟୁ ଆଉ ପାରେ ପାଣିକୁ ନେଇ ଗଢ଼ା ହୋଇଛି ସଭିଙ୍କ ଜୀବନ। ଏଇ ଦୁଇଟି ଶବ୍ଦର ସଂଯୋଗରେ ବାପା ନାମ। ତାଙ୍କ ବିନା ଜୀବନ ଅର୍ଥହୀନ। ସତରେ ବାପା, ତମେ କେତେ ମହାନ। ବାପାଙ୍କୁ ଭଲ ପାଉଥିଲେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ନିଜ ବାପାଙ୍କ ବିଷୟରେ କିଛି ଲେଖିପାରିବେ। ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣମାନଙ୍କୁ ଭଲ ଲାଗୁଛି ମୋ ଭିଡ଼ିଓ, ତାହେଲେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ମୁଁ ଆହୁରି ବି ଭଲ ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣମାନଙ୍କ ପାଖକୁ ନେଇ ଆସିବି। ରହୁଛି, ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ପ୍ରଣାମ।